ଜ୍ୟୋତିଷଶାସ୍ତ୍ରରେ ମୋଟ 12ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଏଁ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କ ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। 17 ସେପ୍ଟେମ୍ବର 2025 ହେଉଛି ବୁଧବାର। ହିନ୍ଦୁ ଧର୍ମରେ ବୁଧବାର ଦିନ ଭଗବାନ ଗଣେଶଙ୍କ ପୂଜା ଅର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ଜ୍ୟୋତିଷଶାସ୍ତ୍ର ଅନୁସାରେ 17 ସେପ୍ଟେମ୍ବର ବୁଧବାର କିଛି ରାଶି ପାଇଁ ବହୁ ଶୁଭ ହେବାକୁ ଯାଉଥିବା ବେଳେ ଅନ୍ୟ କିଛି ରାଶିମାନଙ୍କୁ ଜୀବନରେ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଜାଣନ୍ତୁ 17 ସେପ୍ଟେମ୍ବର 2025ରେ କେଉଁ ସବୁ ରାଶି ଲୋକଙ୍କ ପାଇଁ ଭଲ ରହିବ ଏବଂ କେଉଁମାନଙ୍କୁ ଟିକେ ସତର୍କ ରହିବାକୁ ପଡ଼ିବ। ପ୍ରଥମଟି ହେଉଛି ମେଷ ରାଶି। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଦୀର୍ଘ ଦିନର ରୋଗକୁ ଆପଣ ଆରାମ ପାଇବେ। ବ୍ୟବସାୟରେ ଲାଭ ହେବ। ଟଙ୍କା ଆସିବାର ନୂତନ ରାସ୍ତା ଖୋଲିଯିବ। ଅଫିସରେ ସିନିୟରମାନଙ୍କ ଠାରୁ ଆପଣ ସମର୍ଥନ ପାଇବେ। କିଛି ଲୋକ ପରିବାର ଏବଂ ସାଙ୍ଗସାଥୀଙ୍କ ସହିତ ଛୁଟି ଯୋଜନା କରିପାରନ୍ତି। ବୁଦ୍ଧିମାନ ଭାବରେ ଟଙ୍କା କାରବାର କରନ୍ତୁ। ଶିକ୍ଷାଗତ କାର୍ଯ୍ୟରେ ଛାତ୍ରଛାତ୍ରୀମାନେ ଭଲ ଫଳାଫଳ ପାଇବେ। ପାରିବାରିକ ଜୀବନ ଖୁସିମୟ ରହିବ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ରହିବ। ଶକ୍ତି ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସୁଖମୟ ଜୀବନ ବିତାଇବେ। ତୃତୀୟରେ ହେଉଛି ବୃଷ ରାଶି। ଆଜି ଆପଣଙ୍କ ଜୀବନରେ କିଛି ଉତ୍ଥାନ ପତନ ରହିବ। ଆର୍ଥିକ ପ୍ରସଙ୍ଗରେ ଟିକେ ସତର୍କ ସାବଧାନ ରୁହନ୍ତୁ। ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୁଦ୍ଧିମାନ ଭାବରେ ଟଙ୍କା ଖର୍ଚ୍ଚ କରନ୍ତୁ। ବୃତ୍ତିଗତ ଜୀବନରେ ଅଗ୍ରଗତି ପାଇଁ ନୂତନ ସୁଯୋଗ ଉପରେ ନଜର ରଖନ୍ତୁ। ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଭାଗ୍ୟ ଆପଣଙ୍କର ପକ୍ଷରେ ରହିବ। ଆପଣ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାହାଚ ଚଢ଼ିବେ। କିଛି ଲୋକ ଜମି କିମ୍ବା ଗାଡ଼ି କିଣିବାକୁ ଯୋଜନା କରିପାରନ୍ତି। ଭ୍ରମଣ କରିବାର ସମ୍ଭାବନା ରହିବ। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ବୈବାହିକ ଜୀବନରେ ପ୍ରେମ ଓ ରୋମାଞ୍ଚ ଅକ୍ଷୁଣ୍ଣ ରହିବ। ରାଶି ଆଜି ଆପଣଙ୍କର ଆର୍ଥିକ କ୍ଷେତ୍ରରେ ଭାଗିବେ କିନ୍ତୁ ସ୍ୱାସ୍ଥ୍ୟରେ ଅସ୍ଥିରତା ସମ୍ଭବ। ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିପାରେ। ଘରେ ଅତିଥିଙ୍କ ଆଗମନ ସମୃଦ୍ଧି ଆଣିବ। ପ୍ରିୟଜନଙ୍କୁ ଭେଟିବେ। ଭ୍ରମଣ କରିବାର ସମ୍ଭାବନା ରହିବ। ବ୍ୟବସାୟରେ ଲାଭ ହେବ। ପୈତୃକ ସମ୍ପତ୍ତିରୁ ଆର୍ଥିକ ଲାଭ ହେବ। ଧୀରେ ଧୀରେ ଆର୍ଥିକ ସ୍ଥିତି ଦୃଢ଼ ହେବ। ଆୟର ବୃଦ୍ଧିର ନୂତନ ଉତ୍ସ ସୃଷ୍ଟି ହେବ। ଅବିବାହିତ ଲୋକଙ୍କ ଆକର୍ଷଣୀୟ ବ୍ୟକ୍ତିଙ୍କ ଦ୍ୱାରା ଲୋକମାନେ ପ୍ରଭାବିତ ହେବେ। ଜୀବନରେ ଶକ୍ତି ଓ ଉତ୍ସାହର ପରିପୂର୍ଣ୍ଣ ରହିବ। ଆରାମ ଏବଂ ବିଳାସପୂର୍ଣ୍ଣ ଜୀବନ ବିତାଇବେ। କର୍କଟ ରାଶି ଆଜି ବୁଦ୍ଧିମାନ ଭାବରେ ଟଙ୍କା ଖର୍ଚ୍ଚ କରନ୍ତୁ। ଅର୍ଥ ସଞ୍ଚୟ କରିବାର ସଫଳ ହେବେ। ଆୟ ବୃଦ୍ଧି ପାଇଁ ନୂତନ ବିକଳ୍ପ ଖୋଲନ୍ତୁ। ବୃତ୍ତିଗତ ଜୀବନରେ ନୂତନ ଦାୟିତ୍ୱ ବୃଦ୍ଧି ପାଇବ। କିନ୍ତୁ କାମକୁ ନେଇ ଅଧିକ ଚାପ ନିଅନ୍ତୁ ନାହିଁ। ପରିବାର ସହିତ ମଜାଳିଆ ମୁହୂର୍ତ୍ତଗୁଡ଼ିକ ଉପଭୋଗ କରିବେ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦରୁ ଆଜି କିଛି ଲୋକ ଆରାମ ପାଇବେ। ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଭାଇ ଓ ଭଉଣୀଙ୍କ ସହଯୋଗରେ ଆର୍ଥିକ ଲାଭ ପାଇଁ ନୂତନ ସୁଯୋଗ ମିଳିବ। କ୍ୟାରିୟରରେ ଅପାର ସଫଳତା ପାଇବେ। ପ୍ରତ୍ୟେକ କାର୍ଯ୍ୟ ଆଶା କରାଯାଉଥିବା ଠାରୁ ଭଲ ଫଳାଫଳ ଦେବ। ରୋମାଣ୍ଟିକ ଜୀବନ ଭାବପ୍ରବଣତା ଦେଖାଦେବ। ସିଂହ ରାଶି ଆଜି ନିଜର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ଶୀଘ୍ର ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆପଣଙ୍କର ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଏକ ସୁସ୍ଥ ଖାଦ୍ୟପେୟ ଗ୍ରହଣ କରନ୍ତୁ। କିଛି ଲୋକ ଏକ ନୂତନ ପ୍ରୋଜେକ୍ଟକୁ କାମ କରିବାର ସୁଯୋଗ ପାଇପାରନ୍ତି। କ୍ୟାରିୟରରେ ନୂତନ ସଫଳତା ହାସଲ ହେବ। ସମ୍ପର୍କୀୟମାନଙ୍କ ସହିତ କିଛି ପାରିବାରିକ କାର୍ଯ୍ୟରେ ଯୋଗ ଦେବେ। ଶିକ୍ଷାଗତ କାର୍ଯ୍ୟରେ ଆପଣ ଭଲ ଫଳାଫଳ ପାଇବେ। ସନ୍ଧ୍ୟା ସୁଦ୍ଧା ଆପଣଙ୍କର ସମସ୍ତ ସମ୍ପର୍କୀୟ ଥିବା ସମସ୍ୟାରୁ ମୁକ୍ତି ପାଇବେ। ସମ୍ପର୍କଗୁଡ଼ିକର ଉତ୍ତମ ପାରସ୍ପରିକ ବୁଝାମଣା ଓ ସମନ୍ୱିତ ରହିବ। କନ୍ୟା ରାଶି ଆଜି ଆପଣଙ୍କ ରାଶିରେ ଲୋକମାନେ ପୁରୁଣା ନିବେଶରୁ ଭଲ ରିଟର୍ଣ୍ଣ ପାଇବେ। କଠିନ ପରିଶ୍ରମର ଫଳାଫଳ ଦେବ। ଅଫିସରେ ଥିବା ବସ୍ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରିବେ। ଭାବନାକୁ ପରିବର୍ତ୍ତନ କରିବା ସମ୍ଭବ।
ପାରିବାରିକ ଜୀବନରେ ସମସ୍ୟାକୁ ବୁଦ୍ଧିମାନ ଭାବରେ ସମାଧାନ କରନ୍ତୁ। ସମ୍ପର୍କରେ ଧୈର୍ଯ୍ୟ ରଖନ୍ତୁ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ଆଜି ଆପଣ ଶିକ୍ଷାଗତ କାର୍ଯ୍ୟରେ ସୁଖର ଫଳାଫଳ ପାଇବେ। କ୍ୟାରିୟର ସଫଳତା ପାହାଚ ଚଢ଼ିବେ। ଅବିବାହିତ ଲୋକମାନେ ନୂତନ ଲୋକଙ୍କୁ ଭେଟିବେ। ପ୍ରେମ ଜୀବନରେ ଏକ ଆକର୍ଷଣୀୟ ମୋଡ଼ ଦେଖାଦେବ। ଆପଣଙ୍କ ସାଥୀଙ୍କ ସହିତ ସମ୍ପର୍କ ଦୃଢ଼ ଓ ଗଭୀର ହେବ। ତୁଳା ରାଶି। ଆଜି ତୁଳା ରାଶିର ଲୋକମାନେ ବ୍ୟବସାୟରେ ଆର୍ଥିକ ଲାଭ ପାଇବେ। ନୂତନ ଆୟର ଉତ୍ସ ସୃଷ୍ଟି ହେବ। ବୃତ୍ତିଗତ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। କିଛି ଲୋକ ଅନ୍ୟ ସ୍ଥାନକୁ ଯାତ୍ରା କରିପାରନ୍ତି। ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅସାବଧାନ ହୁଅନ୍ତୁ ନାହିଁ। ପ୍ରତିଦିନ ଯୋଗ ଏବଂ ଧ୍ୟାନ କରନ୍ତୁ। ଯଥେଷ୍ଟ ପରିଶ୍ରମ ନିଅନ୍ତୁ। କାମର ଟେନସନକୁ ଘରକୁ ଆଣନ୍ତୁ ନାହିଁ। ପରିବାର ସହିତ ଗୁଣାତ୍ମକ ସମୟ ବିତାନ୍ତୁ। ଏହା ଆପଣଙ୍କୁ ସୁସ୍ଥ ଏବଂ ଶକ୍ତିଶାଳୀ ରଖି ରୋମାଣ୍ଟିକ ଜୀବନ ଭଲ ହେବ। ଜୀବନସାଥୀଙ୍କ ଠାରୁ ଆପଣ ପୂର୍ଣ୍ଣ ସମର୍ଥନ ପାଇବେ। ବିଛା ରାଶି। ଆଜି ଆର୍ଥିକ କ୍ଷେତ୍ରରେ ଆପଣ ଭାଗ୍ୟବାନ ହେବେ। ଟଙ୍କା ଆସିବାର ବୃଦ୍ଧି ପାଇବ, କିନ୍ତୁ ମାନସିକ ଅସ୍ଥିରତା ଦେଖାଦେବ। ଅଜ୍ଞାତ ଭୟ ଯୋଗୁଁ ମନ ଅସୁବିଧାରେ ରହିବ। କିଛି ଲୋକଙ୍କ ସମ୍ପତ୍ତି ସମ୍ବନ୍ଧୀୟ ବିବାଦରେ ଥାଇପାରେ। ରାତିରେ ଯତ୍ନର ସହ ଗାଡ଼ି ଚଲାନ୍ତୁ ଏବଂ ଟ୍ରାଫିକ୍ ନିୟମ ଅନୁସରଣ କରନ୍ତୁ। ଆପଣ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସୁସ୍ଥ ଜୀବନଶୈଳୀ ବଜାୟ ରଖନ୍ତୁ। ପ୍ରତିଦିନ ଯୋଗ ଏବଂ ଧ୍ୟାନ କରନ୍ତୁ। ଏହା ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟରେ ଭଲ ରଖିବ। ଆଜି ଅବିବାହିତ ଲୋକଙ୍କ ପାଇଁ ଜୀବନସାଥୀ ଖୋଜିବାର ଶେଷ ଦିନ ହେବ। ଧନୁ ରାଶି। ଆଜିର ଆର୍ଥିକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ଅନୁଗ୍ରହ ଦେବ। ଟଙ୍କା ଆସିବାର ବୃଦ୍ଧି ପାଇବ। କିଛି ଲୋକ ଏକ ଭଲ ପ୍ୟାକେଜ ସହିତ ଏକ ନୂତନ ଚାକିରି ଅଫିସ ପାଇପାରନ୍ତି। ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ଅଗ୍ରଗତି ପାଇଁ ଅନେକ ସୁଯୋଗ ରହିବ। କେତେକ ଲୋକଙ୍କର ଚର୍ମ ଆଲର୍ଜି ସମସ୍ୟା ହୋଇପାରେ। କାର୍ଯ୍ୟ ସମ୍ପର୍କରେ ଭ୍ରମଣ କରିବାର ସମ୍ଭାବନା ରହିବ। କିଛି ଲୋକ ଘରର ମରାମତି କିମ୍ବା ଯାନ ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଖର୍ଚ୍ଚ କରିପାରନ୍ତି। ଆଜି ଆପଣ କିଛି କାମରେ ସକାରାତ୍ମକ ମତାମତ ପାଇବେ। ମକର ରାଶି। ଆଜି ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତି ଭଲ ରହିବ। ସାମାଜିକରେ ମାନ ସମ୍ମାନ ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଘରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରେ। ଆପଣ ଜମି ଏବଂ ଯାନର ଆନନ୍ଦ ପାଇବେ। ଶିକ୍ଷାଗତ କାର୍ଯ୍ୟରେ ଆପଣ ଭଲ ଫଳାଫଳ ପାଇବେ। ଭାଷଣରେ ମଧୁରତା ରହିବ। ଶିକ୍ଷାଗତ କାର୍ଯ୍ୟରେ ଆପଣ ଅପାର ସଫଳତା ପାଇବେ। ଅଫିସ ରାଜନୀତି ଠାରୁ ଦୂରେଇ ରୁହନ୍ତୁ। ସହକର୍ମୀଙ୍କ ସହିତ ଅନାବଶ୍ୟକ ଯୁକ୍ତି ଦୂରେଇ ରୁହନ୍ତୁ। କିଛି ଲୋକ ପୈତୃକ ସମ୍ପତ୍ତିକୁ ଆର୍ଥିକ ଭାବରେ ଉପକୃତ ହେବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆପଣ ଆରାମ ପାଇବେ। କୁମ୍ଭ ରାଶି। ଆଜି ଆପଣ ପୁରୁଣା ନିବେଶରୁ ଆର୍ଥିକ ଲାଭ ପାଇବେ। ବୃତ୍ତିଗତ ଜୀବନରେ ସଫଳତା ପାହାଚ ଚଢ଼ିବେ। ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ, କିନ୍ତୁ କାର୍ଯ୍ୟ ବିଳମ୍ବ ହେବ। ସମସ୍ତ କାର୍ଯ୍ୟ ମଧ୍ୟବର୍ତ୍ତୀ ସମୟରେ ଚାଲିବ। ରୋମାଣ୍ଟିକ ଜୀବନ ଭଲ ରହିବ। ଆପଣଙ୍କ ସାଥୀଙ୍କ ସହିତ ଭାବପ୍ରବଣତା ଦୃଢ଼ ରହିବ। ସମ୍ପର୍କରେ ପ୍ରେମ ଏବଂ ରୋମାଞ୍ଚ ସୃଷ୍ଟି ହେବ। ଆପଣ ନିଜ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। କିଛି ମଜାଦାର ବ୍ୟକ୍ତି ଅବିବାହିତ ଲୋକଙ୍କ ପ୍ରେମ ଜୀବନରେ ପ୍ରବେଶ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଶେଷ ରାଶି ହେଉଛି ମୀନ ରାଶି। ଆଜି ମୀନ ରାଶିର ଲୋକମାନେ ଆର୍ଥିକ ଲାଭ ପାଇବେ। ଅନେକ ସୁଯୋଗ ପାଇବେ। ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅଗ୍ରଗତି କରିବ। ସହକର୍ମୀମାନେ ଅଫିସରେ ସମର୍ଥନ ପାଇବେ। ନୂତନ କୌଶଳ ଶିଖନ୍ତୁ। ଆଜି ସୃଜନଶୀଳତା ଏବଂ ଅଭିନବ ଚିନ୍ତାଧାରା ସହିତ କରାଯାଇଥିବା କାର୍ଯ୍ୟ ଉତ୍ତମ ଫଳାଫଳ ଦେବ। ଅଫିସରେ ଥିବା ବସ୍ ଆପଣଙ୍କ କାମକୁ ପ୍ରଶଂସା କରିବେ। ଶିକ୍ଷାଗତ କାର୍ଯ୍ୟରେ ଆଗ୍ରହୀ ହେବେ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆପଣଙ୍କ ସାଥୀଙ୍କ ସହିତ ସୁଖମୟ ଜୀବନ ବିତାଇବେ। ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।